ନମସ୍କାର। ଆପଣମାନଙ୍କୁ ପୂର୍ବପକ୍ଷ ପ୍ରସ୍ତୁତ ଦେଶ ଦର୍ପଣକୁ ମୁଁ ପରଶୁରାମ ଦାସ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଗତ କିଛି ଦିନ ହେବ ସାରା ଦେଶରେ ଡିଜିଟାଲ ଦୁନିଆରେ ଏବଂ ସୋସିଆଲ ମିଡ଼ିଆରେ ଗୋଟିଏ ନାଁ ପୁରା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଉ ସେ ନାଁଟି ହେଉଛି କକରୋଚ ଜନତା ପାର୍ଟି ବା ସିଜେପି। କଥାଟି ଶୁଣିବାକୁ ହସ ଲାଗୁଥିଲେ ବି ଏହା ଏବେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାସ୍ତବରେ ଦେଶର ମୁଖ୍ୟ ବିଚାରପତିଙ୍କର ଏକ କଥିତ ବୟାନ ଯେଉଁଥିରେ ସେ ନକଲି ଡିଗ୍ରୀ ନେଇ କାମ କରୁଥିବା ଲୋକଙ୍କୁ ପରଜୀବୀ ବୋଲି କହିଥିଲେ, ତାକୁ କେନ୍ଦ୍ର କରି ଦେଶର ବେକାର ଯୁବପିଢ଼ି ଏବଂ ଛାତ୍ରମାନେ ଏକ ବ୍ୟଙ୍ଗାତ୍ମକ ଆନ୍ଦୋଳନ ଆରମ୍ଭ କରିଥିଲେ। ଆମେରିକାରେ ଥିବା ଅଭିଜିତ ଦୀପକେ ନାମକ ଜଣେ ଯୁବକ ଏହି ଭର୍ଚୁଆଲ ଦଳର ପ୍ରତିଷ୍ଠା କରିଥିଲେ। ମାତ୍ର 5 ଦିନ ମଧ୍ୟରେ ଏହି ପେଜର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା 2 କୋଟି ଟାର୍ଗେଟ ପାର କରିଗଲା, ଯାହା ଦେଶର ବଡ଼ ବଡ଼ ପ୍ରତିଷ୍ଠିତ ରାଜନୈତିକ ଦଳମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲା। ଏବେ ଏହି ସାଟାୟାର ବା ବ୍ୟଙ୍ଗ ଆନ୍ଦୋଳନ ସୋସିଆଲ ମିଡ଼ିଆ ଦୁନିଆରୁ ବାହାରି ଦିଲ୍ଲୀର ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛି। ନିଟ୍ ପେପର ଲିକ୍ ଏବଂ ସିବିଏସ୍ଇ ସ୍କାମ୍ ବିରୁଦ୍ଧରେ ଜୁନ୍ 6 ତାରିଖରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ଏକ ବଡ଼ ପ୍ରତିବାଦ ସଭାର ଆହ୍ୱାନ କରାଯାଇଛି। କିନ୍ତୁ ଏହି ଆନ୍ଦୋଳନର ଠିକ୍ ପୂର୍ବରୁ ଦେଶର ମୁସଲିମ ସମୁଦାୟ ଏବଂ ସେମାନଙ୍କର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଗୁଡ଼ିକରେ ଏକ ବଡ଼ ଚେତାବନୀ ଓ ହଲଚଲ ଦେଖିବାକୁ ମିଳିଛି। ଭାରତର ବଡ଼ ବଡ଼ ସଂଖ୍ୟାଲଘୁ ଆଇଟି ସେଲ୍ ଏବଂ ଇନଫ୍ଲୁଏନ୍ସର ମାନେ ନିଜ ସମୁଦାୟର ଜେନ୍ଜି ଅର୍ଥାତ୍ ଯୁବ ପିଢ଼ିଙ୍କୁ ଏହି ଆନ୍ଦୋଳନ ଠାରୁ 10 କିଲୋମିଟର ଦୂରରେ ରହିବାକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଲନ୍ତୁ ଆଜି ଏହି ଗଭୀର ଖବର ପଛର ଅସଲ କାରଣକୁ ବୁଝିବା। ଆପଣମାନେ ଦେଖୁଥାନ୍ତୁ ପୂର୍ବପକ୍ଷ ଏବଂ ପୂର୍ବପକ୍ଷ ପ୍ରସ୍ତୁତ ଦେଶ ଦର୍ପଣ। ମୋର ଆପଣମାନଙ୍କୁ ଅନୁରୋଧ, ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ଦର୍ଶକ ବନ୍ଧୁ, ରିପୋର୍ଟ ଅନୁସାରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ମୁସଲିମ ଆଇଟି ସେଲ୍ ନାମକ ଏକ ପ୍ରମୁଖ ଏକାଉଣ୍ଟ ଲେଖିଛି ଯେ ଭାରତର ମୁସଲମାନମାନେ କକରୋଚ ଜନତା ପାର୍ଟିର ଏହି ଆନ୍ଦୋଳନ ଠାରୁ ଅତି କମରେ 10 କିଲୋମିଟର ଦୂରତା ବଜାୟ ରଖନ୍ତୁ। ଏହା ତୁମର ଭବିଷ୍ୟତକୁ ବର୍ବାଦ କରିବା ପାଇଁ ଏକ ବଡ଼ ଜାଲ ହୋଇପାରେ। ସେହି ପୋଷ୍ଟରେ ସିଧାସଳଖ ଲେଖାଯାଇଛି କି ଡିଅର ଇଣ୍ଡିଆନ ମୁସଲିମ ଜେନ୍ ଜି, କକରୋଚ ଜନତା ପାର୍ଟିର ଅଭିଜିତ ଦୀପକେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ କରିଛନ୍ତି, କିନ୍ତୁ ଆପଣମାନେ ସେଥିରେ ସାମିଲ ହୁଅନ୍ତୁ ନାହିଁ। ଠିକ୍ ସେହିଭଳି ମହମ୍ମଦ ଜିଆଉଲ୍ଲା ନାମକ ଜଣେ ସୋସିଆଲ ମିଡ଼ିଆ ବ୍ୟବହାର କରି ଲେଖିଛନ୍ତି, ମୁସଲମାନମାନେ କାହାରି ହାତର କାଠ କଣ୍ଢେଇ ବା ଖେଳନା ହୁଅନ୍ତୁ ନାହିଁ, ମୂର୍ଖ ହୁଅନ୍ତୁ ନାହିଁ, କାହାରି ପ୍ରରୋଚନାରେ ଆସନ୍ତୁ ନାହିଁ, ନିଜ ଘରେ ସୁରକ୍ଷିତ ରୁହନ୍ତୁ, ବୁଦ୍ଧିମାନର ସହ କାମ କରନ୍ତୁ। କେବଳ ଏକ୍ସ ନୁହେଁ, ବରଂ ପ୍ରସିଦ୍ଧ ପ୍ଲାଟଫର୍ମ ରେଡିଟ୍ର ଇଣ୍ଡିଆନ ମୁସଲିମ ଗ୍ରୁପରେ ମଧ୍ୟ ସମସ୍ତ ମୁସଲିମ ଯୁବକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଯନ୍ତର ମନ୍ତରର ଏହି ଧାରଣା ପ୍ରଦର୍ଶନ ଏବଂ ଆନ୍ଦୋଳନରେ ଭାଗ ନେବାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ସୋସିଆଲ ମିଡ଼ିଆ ଆକ୍ଟିଭିଷ୍ଟ ଶେଖ ମହମ୍ମଦ ସୁଫିଆନ ନିଜ ପୋଷ୍ଟରେ ଲେଖିଛନ୍ତି କି, ମୋର ପ୍ରିୟ ଅବଦୁଲ, ଦିଲ୍ଲୀରେ ଏହି ଆନ୍ଦୋଳନର ଅଂଶ ହୁଅ ନାହିଁ। ଏହି ଆନ୍ଦୋଳନରେ ଅନ୍ୟମାନେ ଗଣ୍ଡଗୋଳ କରି ଚାଲିଯିବେ, କିନ୍ତୁ ଯଦି ତୁମର ଉର୍ଦ୍ଦୁ ନାଁ ଥିବ ତେବେ ପୋଲିସର ଲାଠି ପ୍ରଥମେ ତୁମ ଉପରେ ପଡ଼ିବ, ତୁମ ନାଁରେ ଏଫଆଇଆର ହେବ ଏବଂ ତୁମକୁ କୋର୍ଟ କଚେରୀ ଚକ୍କର କାଟିବାକୁ ପଡ଼ିବ। ସମୁଦାୟର ନେତାମାନେ ଯୁବକମାନଙ୍କୁ ମନେ ପକାଇ ଦେଇଛନ୍ତି କି ବର୍ତ୍ତମାନର ସିଷ୍ଟମରେ ଯଦି କୌଣସି ଗୋଟିଏ ପିଲା ଭୁଲ କରିଛି ବା ଆନ୍ଦୋଳନରେ ଗିରଫ ହେଉଛି, ତେବେ ତାର ପରିଣାମ ପୁରା ପରିବାରକୁ ଭୋଗିବାକୁ ପଡ଼ୁଛି। ଘର ଉପରେ ବୁଲଡୋଜର ଚାଲିବା କିମ୍ବା ମସଜିଦ ମଦ୍ରାସା ସିଲ୍ ହେବାର ଆଶଙ୍କା ରହୁଛି। ତେଣୁ ଆନ୍ଦୋଳନ ଠାରୁ ଦୂରରେ ରହି ନିଜ ରୋଜଗାର ଉପରେ ଧ୍ୟାନ ଦେବା ଉଚିତ। ମୁସଲିମ ସଂଗଠନ ଗୁଡ଼ିକ ଭାବୁଛନ୍ତି କି ଯଦି ଏହି ଛାତ୍ର ଆନ୍ଦୋଳନରେ ବଡ଼ ସଂଖ୍ୟାରେ ମୁସଲିମ ଯୁବକ ସାମିଲ ହେବେ, ତେବେ କିଛି ନ୍ୟୁଜ୍ ଚ୍ୟାନେଲ ଏବଂ ରାଜନୈତିକ ଦଳ
ଏହି ପୂରା ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରୂପ ଦେଇ ବଦନାମ କରିବାକୁ ଚେଷ୍ଟା କରିବେ, ଯାହା ମୂଳ ଲଢ଼େଇକୁ ଦୁର୍ବଳ କରିଦେବ। ଅନ୍ୟପଟେ ଏହି କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାର ବୋଷ୍ଟନ ସହରରୁ ଭାରତ ଫେରୁଛନ୍ତି। ସେ ଭାରତ ଆସିବା ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମୁଁ ଜାଣିଛି ଭାରତରେ ପହଞ୍ଚିବା ମାତ୍ରେ ହିଁ ମୋତେ ଏୟାରପୋର୍ଟରୁ ଗିରଫ କରାଯାଇପାରେ, କିନ୍ତୁ ତଥାପି ମୁଁ ଡରିବି ନାହିଁ। ମୁଁ ସିଧାସଳଖ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୋଲିସର ଷ୍ଟେସନକୁ ଯାଇ ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଅନୁମତି ମାଗିବି। ସେ ନିଜ ସମର୍ଥକମାନଙ୍କୁ ପ୍ରଥମେ ଏୟାରପୋର୍ଟ ଆସିବାକୁ କହିଥିଲେ, କିନ୍ତୁ ପରେ ସୁରକ୍ଷା ଆଉ ସାଧାରଣ ଯାତ୍ରୀଙ୍କ ସୁବିଧା ପାଇଁ ଏୟାରପୋର୍ଟ ନ ଆସି ସିଧା ଯନ୍ତର ମନ୍ତର ଆସିବାକୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି କି ଏହି ଆନ୍ଦୋଳନରେ ପ୍ରସିଦ୍ଧ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ସାଉଥ୍ ସିନେମାର ବରିଷ୍ଠ ଅଭିନେତା ପ୍ରକାଶ ରାଜ ମଧ୍ୟ ସାମିଲ ହୋଇପାରନ୍ତି। କିନ୍ତୁ ଏହି ଆନ୍ଦୋଳନର ତୀବ୍ରତା ଏବେ ଏଭଳି ସ୍ଥିତିରେ ପହଞ୍ଚିଛି ଯେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ରହୁଥିବା ଅଭିଜିତଙ୍କ ବାପା ମା ନିଜ ସୁରକ୍ଷା ପାଇଁ ନିଜର ପୈତୃକ ଘର ଶଙ୍କର ସଦନ ଛାଡ଼ି କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି। ତାଙ୍କ ବାପା ଭଗବାନ ରାଓ ଏବଂ ମା ଅନିତା ଦୀପକେ ପୂର୍ବରୁ ହିଁ ନିଜ ପୁଅକୁ ଏହିସବୁ ରାଜନୀତିରୁ ଦୂରେଇ ରହି କ୍ୟାରିୟର ଉପରେ ଧ୍ୟାନ ଦେବାକୁ କହିଥିଲେ। ଏବେ ପୋଲିସ ତାଙ୍କ ଘର ସାମ୍ନାରେ ଜଗି ରହିଛି ସତ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ପରିବାର ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ମୁସଲିମ ସମୁଦାୟ ପକ୍ଷରୁ ଆସିଥିବା ଏହି ଅପିଲକୁ ଯଦି ଆମେ ଗଭୀର ଭାବେ ବିଶ୍ଳେଷଣ କରିବା, ତେବେ ଏହା ଭିତରେ ଗତ କିଛି ବର୍ଷର ଏକ ଅତି ଦୁଃଖଦାୟକ ବାସ୍ତବତା ଲୁଚି ରହିଛି। ମୁସଲିମମାନଙ୍କ ମନରେ ଏହି ଭୟ ପଶିଯାଇଛି ଯେ ଦେଶରେ ଯେକୌଣସି ବଡ଼ ଧରଣର ଆନ୍ଦୋଳନ ହେଲେ, ତାହା ଛାତ୍ର ଆନ୍ଦୋଳନ ହେଉ କିମ୍ବା ଚାଷୀ ଆନ୍ଦୋଳନ, ଯଦି ସେଥିରେ କୌଣସି ହିଂସା ହୁଏ, ତେବେ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନର ଶିକାର ସବୁଠାରୁ ଅଧିକ ସଂଖ୍ୟାଲଘୁ ଯୁବକମାନେ ହିଁ ହୁଅନ୍ତି। ସେଥିପାଇଁ ଏଥର ଜେନ୍-ଜି ଯୁବପିଢ଼ିଙ୍କୁ ନିଜ ସମୁଦାୟର ବରିଷ୍ଠ ଲୋକମାନେ ସଚେତନ କରୁଛନ୍ତି। ସେମାନେ କହୁଛନ୍ତି, ତୁମେମାନେ କୌଣସି ଭାବ ପ୍ରବଣତାରେ ଆସି ବ୍ୟଙ୍ଗ ବା ମିମ୍ ରାଜନୀତିର ହାତ ବାରିସି ହୁଅ ନାହିଁ। ନିଜର ପାଠପଢ଼ା ଏବଂ ନିଜର ରୋଜଗାର ଉପରେ ଧ୍ୟାନ ଦିଅ। ଏହି ଘଟଣା ପ୍ରମାଣ କରୁଛି କି ଆଜିର ଯୁବପିଢ଼ି ରାଜନୈତିକ ଆନ୍ଦୋଳନରେ ଭାଗ ନେବା ପୂର୍ବରୁ ନିଜର ସୁରକ୍ଷା ଏବଂ ପରିବାରର ସ୍ଥିତିକୁ ନେଇ କେତେ ବଡ଼ ଚିନ୍ତାରେ ଅଛନ୍ତି। ତେବେ କକରୋଚ ଜନତା ପାର୍ଟିର ଏହି ଦିଲ୍ଲୀ ବିକ୍ଷୋଭ, ସେଥିରୁ ମୁସଲିମ ସମୁଦାୟ ଦୂରେଇ ରହିବାର ଏହି ନିଷ୍ପତ୍ତି ଉପରେ ଆପଣମାନଙ୍କର ମତାମତ କ'ଣ? ସଂଖ୍ୟାଲଘୁ ଆଇଟ୍ ସେଲ୍ ଗୁଡ଼ିକ ଯୁବପିଢ଼ିଙ୍କୁ ଦୂରେଇ ରହିବାକୁ କହି ସଠିକ୍ ପଦକ୍ଷେପ ନେଇଛି କି? କ'ଣ ସତରେ ଦେଶରେ ଛାତ୍ର ଆନ୍ଦୋଳନକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରାଯାଉଛି କି? ଆପଣଙ୍କ ମୂଲ୍ୟବାନ ରାୟ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଦେଶ ଏବଂ ରାଜନୀତିର ଏମିତି ଟେକ୍ନିକ୍ ଖବରର ସଠିକ୍ ଏବଂ ନିରପେକ୍ଷ ବିଶ୍ଳେଷଣ ଦେଖିବା ପାଇଁ ଆମ ଚ୍ୟାନେଲ ପୂର୍ବପକ୍ଷ ଏବଂ ପୂର୍ବପକ୍ଷ ପ୍ରସ୍ତୁତ ଦେଶ ଦର୍ପଣକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ଆଜି ପାଇଁ ଏତିକି। ଦେଖା ହେବ ଆଗାମୀ ଏପିସୋଡ଼ରେ। ରହୁଛି, ନମସ୍କାର।